ଆସନ୍ତୁ ଜାଣିବା ନୀତି ବାକ୍ୟ। ଦୈନନ୍ଦିନ ଜୀବନରେ ଯାହା ଦରକାର ହୁଏ, ଯେଉଁ ବାଣୀ ଅନୁସାରେ ଚାଲିଲେ ପଥ ଦେଖାଏ, ସେହି ନୀତି ବାକ୍ୟ ସେ ଆସନ୍ତୁ ଜାଣିବା। ମନୁଷ୍ୟକୁ ଯାହା ମିଳିଥାଏ ତାହା ନିଶ୍ଚୟ ମିଳେ। ବିଧାତା ତାହା ଅନ୍ୟଥା କେବେ କରିପାରିବେ ନାହିଁ। ମଣିଷର ଭାଗ୍ୟରେ ଯାହା ମିଳିବା କଥା ମିଳିବ। ବିଧାତା ସେଥିରେ କିଛି ହସ୍ତକ୍ଷେପ କରନ୍ତିନି। ପର୍ବତ ତୁଲ୍ୟ ଧନ ଥାଇ ମଧ୍ୟ ଯେବେ ଜଣେ ଦାନ ନ ଦିଏ, ବିଚି ବାକ୍ଶକ୍ତି ଯେବେ ତାର ନ ପଡେ, ଓ ବସୁ ଥାଇ ଯେବେ କାର୍ଯ୍ୟ ନ କରେ, ବୁଝିପାରୁଛନ୍ତି, ବୁଦ୍ଧି ଥାଇ ଯଦି କୀର୍ତ୍ତି ନ କରେ, ତେବେ ଏସବୁ ରହିକି ଲାଭ କଣ? ପ୍ରୟୋଜନ କଣ? ଧନ ରହିକି ପ୍ରୟୋଜନ କଣ? ଏସବୁ କିଛି ମୂଲ୍ୟ ହିଁ ନାହିଁ। ଜାଣନ୍ତୁ, କୌଣସି ଗୁପ୍ତ କଥା କହିବାକୁ ହେଲେ ଆମେ କଣ କରୁ? ଦିବସରେ ଚାରିଆଡ଼କୁ ଚାହିଁ କହିବା କହୁ। ରାତ୍ରରେ ଏସବୁ କହିବା କଥା ନୁହେଁ। ଦିନରେ ଆମକୁ ଦେଖାଯିବ କିଏ କାଟି ରହିଲା କି, ତେଣୁ ଏ ଗୁପ୍ତ କଥା କୁହନ୍ତି। ରାତିରେ ସେତିକ ହୁଏ ନାହିଁ, ତାର କହିବା କଥା ନାହିଁ। ଅଶ୍ୱର ଗତି କଣ? ମେଘ ଗର୍ଜନ କଣ? ସ୍ତ୍ରୀ ମାନଙ୍କର ମନ। ଏତିକ ଯେ କହିଲି, ଅଶ୍ୱର ଗତି, ମେଘର ଗର୍ଜନ, ଆଉ ସ୍ତ୍ରୀ ମାନଙ୍କର ମନ। ପୁରୁଷର ଭାଗ୍ୟ ଅନାବୃଷ୍ଟି, ଏମାନଙ୍କୁ ଦେବତା ମଧ୍ୟ ଜାଣିପାରନ୍ତି ନାହିଁ। ପୁରୁଷର ଭାଗ୍ୟ ଅନାବୃଷ୍ଟି, ଏମାନଙ୍କୁ ଦେବତା ମଧ୍ୟ ଜାଣିପାରନ୍ତି ନାହିଁ। ବଢନ୍ତା ନଈ ଦେଖନ୍ତୁ, ଶାସନକର୍ତ୍ତାଙ୍କର ଆଦର, ବ୍ୟବସାୟୀର ସ୍ନେହ ଓ ସ୍ତ୍ରୀର ଚରିତ୍ର, ଏମାନଙ୍କୁ ବିଶ୍ୱାସ କରିହେବ ନାହିଁ। କଣ କହିଲି? ବଢନ୍ତା ନଈ, ଶାସନକର୍ତ୍ତାଙ୍କ ଆଦର, ବ୍ୟବସାୟୀର ସ୍ନେହ ଓ ସ୍ତ୍ରୀର ଚରିତ୍ର, ଏମାନଙ୍କୁ କେବେ ବିଶ୍ୱାସ କରିହେବ ନାହିଁ। ବେଶ୍ୟା ପୁତ୍ରକୁ, ଭ୍ରଷ୍ଟନାରୀ ପତିକୁ, ଲୋଭୀ ଭିକ୍ଷୁକକୁ, ମୂର୍ଖ ଜ୍ଞାନୀକୁ, ଅକର୍ମା ଭୂ ସମ୍ପତ୍ତିକୁ, ଚୂର ଚନ୍ଦ୍ରମାକୁ ଓ ରୋଗୀ ଜଳକୁ ଶତ୍ରୁ ଭାବରେ ଦେଖେ। ରୋଗୀ ଜଳକୁ ତାକୁ ଯାଏ, ମନେ ରହିଲା। ବେଶ୍ୟା ପୁତ୍ରକୁ, ବେଶ୍ୟା ଚାହେଁନି ପୁତ୍ର। ଭ୍ରଷ୍ଟନାରୀ ପତିକୁ ଭଲ ପାଏନି, କାରଣ ଅନେକ ଥାନ୍ତି। ଲୋଭୀ ଭିକ୍ଷୁକକୁ, ଲୋଭୀ କେବେ ଭିକ୍ଷୁକକୁ ଭଲ ପାଏନି, କାରଣ ଦେଇତେ ହବ। ମୂର୍ଖ ଜ୍ଞାନୀକୁ, ଜ୍ଞାନୀ ପାଖରେ ମୂର୍ଖ ତାର ପାଣ୍ଡିତ୍ୟ ରହିବ ନାହିଁ, ତେଣୁ ମୂର୍ଖ ଜ୍ଞାନୀ ପାଖକୁ ଯାଏ ନାହିଁ। ଅକର୍ମା ଯିଏ କାମ କରେନି, ଭୂ ସମ୍ପତ୍ତି ରହିଲେ ତାର ଲାଭ କଣ? ସେ ଡରେ, ମୋର କେନ ସମ୍ପତ୍ତି ହେଲା। ଚୂର ଚନ୍ଦ୍ରମାକୁ, ଚନ୍ଦ୍ରମା ଜହ୍ନ ରାତି ହେଲେ ଚୂର ଡରେ, ଅନ୍ଧାର ରାତି ହେଲେ ତାର ଭଲ। ରୋଗୀ ସେପରି ଜଳକୁ ଡରେ। ବିଦ୍ୟା ସଙ୍ଗେ ରାଜପଣ ନୁହଁ ସମାନ। ବିଦ୍ୟା ସଙ୍ଗରେ ରାଜପଣ କେବେ ସମାନ ହୋଇପାରିବ ନାହିଁ। ସମାନ କରିବା ଲୋକ ମୂର୍ଖାମି କରନ୍ତି। ରାଜା ନିଜ ଦେଶରେ ସେ ପରିଚିତ ଦାମ୍ଭିକ ଶାସନକର୍ତ୍ତା ହେଇପାରେ, କିନ୍ତୁ ବିଦ୍ୟାର ଯିଏ କ୍ଷେତ୍ରରେ ଯିଏ, ସେ ଚୌଦିଗ ବ୍ରହ୍ମାଣ୍ଡ ସାରା ପରିଚିତ ହେବ। ସମସ୍ତେ ତାକୁ ଆଦର କରି ଜାଣିବେ। ପର ନାରୀ ଦେଖି ଯିଏ ମଣେ ମାତା ଭଗିନୀ, ଏଇସବୁ ମଣେ ବୁଢୀ ମାଟି ପରି ମନେ କରେ ପରଧନକୁ, ତେବେ ସିଏ ସୁମଣିଷ। ପରଧନକୁ ନଜର ପକାବ ନାହିଁ, ଆଉ ମାତା ଭଗ୍ନୀ ମାନଙ୍କୁ ସମ୍ମାନ ଦେବା।
ସମସ୍ତ ପ୍ରାଣୀ କି ନିଜର ପରି ମନେ କର, ତାହାକୁ ପଣ୍ଡିତ ବୋଲି ସଂସାରରେ କୁହନ୍ତି। ଯିଏ ସମସ୍ତଙ୍କ ପ୍ରାଣୀ ପାଖରେ ଗୋଟିଏ ଦେଖେ ବ୍ରହ୍ମ ସତ୍ୟ। ଉଚ୍ଚ କୂଳେ ଜାତ ହେଲେ କଣ ହେବ? ଯଦି ଗୁଣହୀନ ହେଲା, ଜାତି ଛାଡ଼, ଗୁଣହୀନ ହେଲେ ସବୁ ସଇଲା। ଜାତି ଏଇଠି ସ୍ଥିତି ଲାଭ କରେ। ଯିଏ ଯେଭଳି କର୍ମ କରେ ତାର ଜାତି ସେଇ ଅନୁସାରେ ଗଢ଼େ। ନିଚ କୂଳରେ ଜନ୍ମ ହୋଇ ଯଦି ପଣ୍ଡିତ ବୁଲାଏ, ତାହାକୁ ପୂଜା କରନ୍ତି ଦେବତା ପ୍ରାୟ ସମସ୍ତେ। ଜାତି କ୍ଷେତ୍ରରେ ଉଚ୍ଚ ନିଚ ନଥାଏ। ନକ୍ଷତ୍ର ଗଣେ ଭୂଷଣ ଚନ୍ଦ୍ରମା ଯେପରି, ସେହିପରି ନାରୀ ମାନଙ୍କର ଭୂଷଣ ପତି, ସେହିପରି ଚନ୍ଦ୍ରମା ପରି ପତି। ଯେଉଁ ପିତା ମାତା ବା ମାତା ପିତା ବାଳକକୁ ନ ପଢ଼ାନ୍ତି, ସେମାନେ କଣ? ମାତା ଶତ୍ରୁ ପରି, ପିତା ବୈର ତୁଲ୍ୟ ହୁଅନ୍ତି। ଯଦି ପିଲାକୁ ନ ପଢ଼ାଇ ମୂର୍ଖ କରନ୍ତି, କର୍ତ୍ତବ୍ୟ ଅଛି ପିଲାଙ୍କୁ ସଜାଡ଼ିବାରେ। ଗୋଟିଏ ପୁତ୍ର ହେଉ, ତାହା ଗୁଣବାନ ହେଉ, କିନ୍ତୁ ହଜାରେ ପୁତ୍ରର ଆବଶ୍ୟକତା ନାହିଁ। ଗୋଟିଏ ସୁପୁତ୍ର ହେଲେ ସଂସାରକୁ ସେ ସଂଗଠିତ କରିପାରିବ ଏବଂ ସଂସାରର ଦୁଃଖ ସେ ସଂସାରରେ ବିଦ୍ୟମାନ ହୋଇପାରିବ। ଦୁଃଖ କଷଣ ଏସବୁକୁ ସେ ନିଜ ଅଙ୍ଗେ ନେଇ ବଡ଼ ହେବାର ଥିବ ଯଦି ସେ ନିଶ୍ଚିନ୍ତ ବଡ଼ ହୋଇପାରିବ। ଦୁଷ୍ଟ ଲୋକ ଯେବେ ପ୍ରିୟ ବଚନ କହିବ, କେତେବେଳେ ତା କଥାରେ ବିଶ୍ୱାସ ଜମା ଯିବନି। ଜାଣିଛି ଦୁଷ୍ଟ ଲୋକ ଇ ପ୍ରିୟ ମଧୁର ମିଠା କଥା କହୁଛି କେନେ, ନିଶ୍ଚିନ୍ତ ଏହାର କିଛି ଉଦ୍ଦେଶ୍ୟ ଅଛି। ସେଥିରେ ଫସିଯିବନି। ଜଣେ ଯଦି ଆପଣଙ୍କୁ କେହି ଟେକା ଟେକି କରେ, ସେଥିରେ ଜମା ବିମୋହିତ ହୁଅ ନାହିଁ। ସେ କିଛି ଉଦ୍ଦେଶ୍ୟ ରଖିକି ଆପଣଙ୍କୁ ଏଭଳି କହୁଛି। ଚିନ୍ତା ହୁଏ ମନୁଷ୍ୟକୁ ଜ୍ୱରର ସମାନ, ଲୁଗାକୁ ଖରା ହୋଇ ଜ୍ୱର ପରି ଜାଣ। ଚିନ୍ତା ସିନା ମନୁଷ୍ୟକୁ ଜ୍ୱରର ସମାନ, କିନ୍ତୁ ଲୁଗାକୁ ଖରା ହୋଇ ଜ୍ୱରର ପରି ଜାଣ। ଯେଉଁ ଗୃହ ମଧ୍ୟ ସର୍ପ କରିଥାଏ ବାସ, ସେ ଗୃହେ ରହିଲେ ମୃତ୍ୟୁ ଆଶ୍ରୟ ଅବଶ୍ୟ। ଋଣ କରିଥିଲେ, ଏଠି କହିଲା କଣ ଯେ ଶତ୍ରୁକୁ ଠାରୁ ଦୂରେଇ ରୁହ। ଋଣ କରିଥିଲେ ପିତା ଶତ୍ରୁ ସମ ହୁଏ, ମାତା ଦୁଚାରଣୀ ହେଲେ ତହୁଁ ବଳିଯାଏ। କୁଚହୀନ ହେଲେ ନାରୀ ନ ଦିଶଇ ଶୁଭା। ଯଦି କୁଚହୀନ ହେଲା, ତେବେ ନାରୀର ଶୁଭା ସରିଲା। ମୂର୍ଖ ହେବା ଠାରୁ ଭଲ ଜୀବନ ତେଜିବା। ପୁଅ ନାତି ଥିବା ନାରୀ ବିଧବା ହୋଇଲେ, ତଥାପି ନୁହଁ ଦୁଃଖ ସୁଖେ ସେହି ଚଳେ। ପୁଅ ନାତି ଥିବା ନାରୀ ଯଦି ବିଧବା ହେଲା, ତଥାପି ସେ ଦୁଃଖ ସୁଖରେ ନେଇ ଚଳେ। ଇନ୍ଦ୍ରିୟ ମାନଙ୍କୁ ରଖ ନିଜ ଆୟତରେ, ବଳ ପରି ବସିଥିବ ଏକଇ ଧ୍ୟାନ। ଧ୍ୟାନ କଲେ ଇନ୍ଦ୍ରିୟ ମାନଙ୍କୁ ଦମନ କରିପାରିବ। ଅସମ୍ଭବ କଥା ନିଜେ ଦେଖିଥିବ, ଯେବେ କଦାପି ପର ଆଗରେ କହିବନି। କହିଲେ ଅସମ୍ଭବ କଥାରେ ଆପଣ ହଟ ହଟା ହେବେ, ଲୋକେ ହସିବେ। ଯାହା ଦେଖିଛ ଦେଖିକି ଥାଅ, ସତ୍ୟାସତ୍ୟ ନିଜ ହୃଦୟରେ ଥାଉ। ମାଗିଲା ଲୋକର ମାନ ନ ରହେ, ସଂସାରରେ ଯିଏ ମାଗେ ତାର କିଛି ମାନ ନଥାଏ। କୁ ଖାଦ୍ୟ ଖାଇଲେ ବଂଶ ନାଶ ଯାଏ। ଯଦି ଖରାପ ଖାଦ୍ୟ ଖାଇଲା ବଂଶ ନାଶ ଯାଏ। କର୍ମଜ୍ଞ ବ୍ରାହ୍ମଣ ବିନା ଶ୍ରାଦ୍ଧ ନଷ୍ଟ ହୁଏ। ଦକ୍ଷିଣା ନଦେଲେ ଯଜ୍ଞ ଫଳ ନାଶ ଯାଏ। ଅଧିକ ଧନ ହୋଇଗଲେ କଣ ହବ? ଗର୍ବ। ଏପରି ଧନରେ ସୁଖ କେବେ ନଥାଏ। ସ୍ୱାମୀ
ସେବାକାରିଣୀ ସୁନ୍ଦରୀ ଭାର୍ଯ୍ୟା ଥିଲେ ପ୍ରତ୍ୟହ ଆନନ୍ଦେ ଦିନ କାଟେ ସେଭଳି। ଯଦି ସୁନ୍ଦରୀ ସୁଗୁଣଯୁକ୍ତ ସତୀ ଭାରିଜାତି ମିଳେ। ଭାରିଜା ହେଉଛି ମଣିଷର ଅର୍ଦ୍ଧାଙ୍ଗିନୀ। ଭାରିଜା ଯଦି ଭଲ ହବ ଜୀବନ ଭଲ ହେବ। ମାନେ ଭାରିଜା ଯଦି ଖରାପ ପ୍ରକୃତି କରିବ ତେଣୁ ଏ ଦାମ୍ପତ୍ୟ ଜୀବନ ନଷ୍ଟ ନିଶ୍ଚୟ ହୋଇଯିବ। ହେ ପ୍ରଭୁ ମହାପ୍ରଭୁ ଜଗନ୍ନାଥ, ମୁଁ ରବୀନ୍ଦ୍ର କୁଲାରୀ ଏତିକି କହିଲି। ଦର୍ଶକ ବନ୍ଧୁକୁ ଯଦି ଭଲ ଲାଗିଥାଏ, ହେ ମୋର ପ୍ରିୟ ଭକ୍ତ ସମାଜ, କୁଣ୍ଠା ନ କରି ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଆମ ସଂସ୍କୃତି, ଆମ ସନାତନ ସଂସ୍କୃତିକୁ ଆଗେଇ ନିଅନ୍ତୁ। ଜୟ ଜଗନ୍ନାଥ।